अखंडानंद हृदय शिष्य संताप हरिणे सच्चिदानंद रूपाय तस्मै श्री गुरवे नमः। चैतन्यं शाश्वतं शान्तं व्योमातीतनिरञ्जनं विष्णुनादं कलातीतं तस्मै श्री गुरवे नमः। सर्वप्रथमे मोर आराध्य अव्यक्त मंडलाधिपति श्री गुरुस्वामी चरण चरण तले कोटि कोटि सहस्र कोटि बार प्रणाम। विश्व भ्रातृत्व दिव्यात्मा परिषद अच्युत गुरुजन संघ सांगठनिक आचार्य महोदय संघर धर्मधारा आचार्य महोदय एवं आमर संघर कीर्तनी भाई अर्घित भाई श्री गुरुस्वामी अति निकटतम प्रभुंर बाल्य सखा एवं बड़ भाई उभय पार्श्व बसी एवं परिषदर अन्य पदवीधारी कैलाश भाई एवं आज परिचालक महोदय तत्सहित सत्संग उपस्थित समस्त गुरुभ्राता गुरुभग्नी ब्रह्म जिज्ञासु समस्त मोर सप्रेम गुरुस्वामी प्रणाम। आज विषय वस्तु ब्रह्म विभूति महायज्ञ महात्म्य एवं यार आवश्यकता सांप्रतिक समय आम मानकर यज्ञ क्यों उपकार यज्ञ लाभ कौन यज्ञ करने स्रष्टा श्रीहस्त लिखित मंत्र विधान पूजार्चना विधान मंडल विधान ये सब सृष्टिर कल्याण जो देइछन्ति ताहा संक्षेप कहवाई 20-30 मिनट दि जाइए। से विषय कहवा पूर्व आमर आश्रम आसी आमर ब्रजवासी विषय टी समय कहूँ ये जो ब्रज शब्द आज आम मान पाखे पहुंची ये ब्रज शब्द द्वापर जुगे प्रभु श्री कृष्णचंद्र सहित युक्त होता से ब्रज नारी पୟରେ चित्तम रहु निरंतर एक आम खाली संगीत माध्यम कोई यार मजा उठाते हेले स्रष्टा आज से पवित्र आत्मा गुड़ी को से ब्रज नारी रूप में न आनी ब्रज भाई आमर बगार आश्रम आश्रम से ब्रजवासी पुनर्परिचय प्रभु प्रदान करिसेंती। द्वापर संस्कृति एजावत से आत्मा को से पवित्र आत्मा को प्रभु पुनर्बार तांकर लीला छल आनी तेज जदि एभली एक सुजोग जोगी पुनः पुनः प्रणाम करवा आम समस्त दरकार से उद्देश्य थे गुरुस्वामी बोलानंद कुमार भक्तिपूत प्रणाम से निवेदन करवा
ଏବଂ ସମସ୍ତଙ୍କର ମଧ୍ୟ ସେମାନଙ୍କ ପ୍ରତି ଏହି ଭାବନା, ଏହି ପବିତ୍ର ଭାବନା ଜାଗ୍ରତ ହେବା ଦରକାର। ଆଜି ଯୋଉ କେତେ ଜଣ ଆମେ ଏଠି ଦେଖୁଛେ ସେମାନେ ସବୁ ଅପରାହ୍ନ ବୟସରେ ପହଞ୍ଚି ଗଲେଣି। ଏଇ ଭାଇମାନଙ୍କୁ ଆଉ ଭେଟିବା ଆଉ କିଛି ଦିନ ପରେ ଏଇ ଆଉ ସମସ୍ତ ସଂସାରରେ ତାଙ୍କୁ ଆଉ ଭେଟି ତାଙ୍କ ସହିତ ବିପଦ କଥା ହେବା ମଧ୍ୟ ଦୁର୍ଲଭ ହେଇଯିବ। ପ୍ରଭୁଙ୍କର ବର୍ତ୍ତମାନ ସମୟରେ ତାଙ୍କର ଏଇ ବିଭୂତି କେତୋଟି ଆଶ୍ରମରେ ରହିଯାଇଛନ୍ତି। ତାଙ୍କୁ ପୂର୍ଣ୍ଣ ସମ୍ମାନର ସହିତ ସେମାନେ ବସିଛନ୍ତି। ତାଙ୍କରି ଉପସ୍ଥିତିରେ ସେ ସ୍ରଷ୍ଟାଙ୍କ ବିଷୟରେ ତାଙ୍କ ଶ୍ରୀହସ୍ତ ଲିଖିତ ବ୍ରହ୍ମ ବିଭୂତି ମହାଯଜ୍ଞ ସମ୍ବନ୍ଧରେ କିଛି କହିବା। ସଂକ୍ଷେପରେ କହିବା, ଆପଣମାନେ ଜ୍ଞାନୀ ଗୁଣୀ ଅଛନ୍ତି, ତାକୁ ଧରି ନେବେ। ବିଭୂତି ହେଉଛି ଶକ୍ତି, ବ୍ରହ୍ମଙ୍କର ଶକ୍ତି ହେଉଛି ବିଭୂତି। ବ୍ରହ୍ମଙ୍କର ଅମାପ ପରିକ୍ରମ ଶକ୍ତି ପରାକ୍ରମ ଏ ବିଭୂତିରେ ନିହିତ ଅଛି। ପ୍ରଭୁ এই ବିଭୂତି ମନ୍ତ୍ରଭୂତ ଭାବରେ ଅଛି, କିନ୍ତୁ ସ୍ରଷ୍ଟାଙ୍କର ଆଜ୍ଞାରେ କାର୍ଯ୍ୟକାରୀ ହୁଏ। ଆମେମାନେ ପ୍ରଭୁଙ୍କୁ ଯେତେବେଳେ ସ୍ଥୂଳ ଦର୍ଶନ କରୁଥିଲେ, ପ୍ରଭୁ ସମସ୍ତଙ୍କୁ ବିଭୂତି ପ୍ରଦାନ କରୁଥିଲେ। ସେ ବିଭୂତିରେ ଥାଏ ଶକ୍ତି। ସେ ଶକ୍ତି ହେଉଛି ବ୍ରହ୍ମଙ୍କର ଇଚ୍ଛା ଶକ୍ତି। ସେ ଏପରି ଏକ ଇଚ୍ଛା ଶକ୍ତି, ହଜାର ହଜାର କୋଟି କୋଟି ଜୀବମାନଙ୍କର ସମସ୍ତ ସମସ୍ୟା ଏକମାତ୍ର ଭଣ୍ଡାରେ ସମାଧାନ ହେଉଥାଏ। ଯଦି କୌଣସି ଭାଇ ନିଜର ଝିଅ ବିବାହର ପାଇଁ ଯାଉଥାଏ, ସେଇ ବିଭୂତି ଯାହାର ପୁଅ ଚାକିରି କରିବା ପାଇଁ ଯାଇଥାଏ ପଚାରିବା ପାଇଁ, ସେଇ ବିଭୂତି ଯାହାକୁ ରୋଗ ହେଇଛି, ସେଇ ବିଭୂତି ଯେ ଘର ଛାତ ପକାଇବ, ସେଇ ବିଭୂତି ପରୀକ୍ଷାରେ ପାସ୍ କରିବେ, ସେଇ ବିଭୂତି ଏକ ପ୍ରକାର ବିଭୂତି ବ୍ରହ୍ମଙ୍କର ଇଚ୍ଛାରେ ବହୁଗୁଣିତ ହୋଇ ଜୀବ ପାଖରେ ପହଞ୍ଚି ଜୀବର ସମସ୍ତ ସମସ୍ୟାକୁ ଦୂର କରିବାର ଶକ୍ତି ହେଉଛି ବିଭୂତି। ବୋଲ ବନ୍ଦେ ଗବାର। ସେଇ ବିଭୂତି ବିଷୟରେ ଅଧିକା କିଛି ଜାଣିବାକୁ ହେଲେ ଆମେ ଟିକେ ଦ୍ୱାପର ସଂସ୍କୃତିକୁ ଯିବା। ଦ୍ୱାପର ସଂସ୍କୃତିରେ ଯୁଦ୍ଧ କ୍ଷେତ୍ରରେ ଗୋଟେ ବିଭୂତି ଯୋଗ ଅଛି ଗୀତାରେ। ଏ ବିଭୂତି ଯୋଗରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ ବିଭୂତି ଯୋଗରେ ବିଭୂତି ପ୍ରଦାନ କରି ସାରିଲେଣି, କିନ୍ତୁ ଅର୍ଜୁନଙ୍କର ମନ ମାନୁନି। ବିଭୂତି ଯୋଗ 10ମ ଅଧ୍ୟାୟ। ସୃଷ୍ଟିର ସମସ୍ତ ଶ୍ରେଷ୍ଠ ବ୍ୟକ୍ତିତ୍ୱ ନିଜେ ଭଗବାନ ନିଜେ ସ୍ୱୟଂ, ଯାହା ସ୍ୱୟଂ ପଦ୍ମ ନାଭସ୍ୟ ମୁଖ ପଦ୍ମାତ ବିନିଶ୍ଚିତ ଗୀତା। ସେ କହୁଛନ୍ତି ଦେବତା ନାଗ ବାସବ। ମୁଁ ଦେବତା ମାନଙ୍କ ଭିତରେ ମୁଁ ଇନ୍ଦ୍ର, ନାଗ ମାନଙ୍କ ଭିତରେ ମୁଁ ବାସୁକି, କବି ମାନଙ୍କ ଭିତରେ ମୁଁ ସନା କବି, ପିତୃପୁରୁଷ ମାନଙ୍କ ଭିତରେ ମୁଁ ଅଜମା। ଏହିପରି ସମସ୍ତ ଶ୍ରେଷ୍ଠତ୍ୱ ସେ ପରିପ୍ରକାଶ କଲା ଭିତରେ ଅର୍ଜୁନଙ୍କର ମନ ମାନୁନି। କାହିଁକି ମନ ମାନୁନି? ନା ଯୁଦ୍ଧ କ୍ଷେତ୍ରରେ ଜିତିବାର ଅଭିଳାଷ ନେଇ ଅର୍ଜୁନ ଠିଆ ହେଇଛନ୍ତି। ଅର୍ଜୁନଙ୍କ ମନରେ ଆସୁଛି ଆପଣ ଯେତେ ଶ୍ରେଷ୍ଠ ହୁଅନ୍ତୁ, ହେଲେ ମୋର କିଛି କାମରେ ଲାଗିବନି। ମୁଁ କେମିତି ଜିତିବି? ମୁଁ ତ ଭୀଷ୍ମକୁ ପାରିବା ପାଇଁ ଅସମର୍ଥ, କର୍ଣ୍ଣକୁ ପାରିବା ପାଇଁ ଅସମର୍ଥ। ଆପଣଙ୍କର ବିଭୂତି ଯୋଗରେ ମୋର କଣ ଲାଭ ଅଛି? ତାଙ୍କର এই ମାନସିକତା ଲକ୍ଷ୍ୟ କରି ପୁଣି 11ଶ ଅଧ୍ୟାୟ ଆରମ୍ଭ ହେଲା। ସେଠି ବିଶ୍ୱରୂପ ଦର୍ଶନର ବ୍ୟବସ୍ଥା ଠାକୁରେ କଲେ। ବିଶ୍ୱରୂପ ଦର୍ଶନରେ ମଧ୍ୟ ଗୋଟେ ଆଖିର ବ୍ୟବସ୍ଥା ଅଛି। ଜିଜ୍ଞାସା କଲେ ଅର୍ଜୁନ ଯେ ମତେ ବିଶ୍ୱରୂପ ଦର୍ଶନ କର। ବିଶ୍ୱରୂପ ଦର୍ଶନ କରିବା ପାଇଁ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ କହିଲେ, ଦେଖ ତମେ ଯଦି ଚାହୁଁ ତ ଦେଖ, ଏବେ ଦେଖ। କଣ ଦେଖ? ନା ପଶ୍ଚିମେ ପାର୍ଥ ରୂପାଣି ସନ୍ତ ସ୍ୱତ ସହସ୍ରଶ ନାନା ବିଦ୍ଧାନି ଦିବ୍ୟାନି ନାନା ବର୍ଣ୍ଣା କୃତା ନିଜ।
स्तंभीभूत भाव में अर्जुन चाहि रहिले जे किछि प्रश्न उत्तर देले नाही। कृष्ण देखै चलिले पश्य में मते तमे देख पश्य में पार्थ मोर रूप को देख मो केते शत सहस्र भाव में विद्यमान भाव में उदयमान होई रहिछि मते देख। किंतु अर्जुन किछि देखि पारले किंतु देखि पारुनाथि बोली कहि पारुनाथि किंतु कहि न पारले मते अंतर्जामी जानुछन्ति ये किछि देखि पारुनाथि। अंतर्जामी जानुछन्ति अर्जुन किछि देखि पारुनाथि किंतु अर्जुन पार्टी रे कहनाथि जे मु देखि पारु बोली। सेटा हसी देले कृष्ण भगवान हसी देई कहले मु जानि छी न तो मां सत्य सद्रष्ट मने नव सोचकुसा। अरे पार्थ तू कोन भाबुचु तो आखि रे तू ए जिंस देखि पारिबो तो निज आखि रे मते तू देखि पारिबो नाही। दिव्यम ददामि ते चक्षु पश्यमि जोगमैश्वर मते देखिबा पे आउ गोटे आखि रे व्यवस्था। आ आज चरण रे ठाकुर कहिसंती तू तो आखि बुझी दे मो आखि रे देख। ये कथाटा रहिला ए आखि कथाटा सेटे पार्थ को जो आखि देइथिले विश्व रूप दर्शन करिबा पाई आ एठी जो आखि कथा ठाकुर कहउछंती हमहु कोन प्रभु विश्व रूप दर्शन करिया पाई कहउछंती। एठी कथा अलग आसी ए कथाटा आज आलोचना रखिबाने परे देखिबा केतेबेले। तबे जा कथा बढिला एई परि भाबरे कृष्ण तांकर दिव्य ऐश्वर्य को जेते दर्शन कराइले तार भीतर से कहि देले रे पार्थ तू जो चिंता करूछु कोई युद्ध रे किपरि जितिबी तोर देख दिव्य सूर्य सहस्र भवेत जुग प्रतिष्ठिता तू देख मु केते कोटि सूर्य गुण रे मो भीतर ए जुग उत्पत्ति होउची लय अलीन भी होत होई जाउची लेली हसकर समान समता सब सृष्टि होउची बट लय होई जाउची। यार भीतर भगवान श्री कृष्ण को कहि दैछंती कोन कहि जदी मये वेद निहता पूर्वमेव निमित्त मात्र भव सत्य साथ। अरे मो सब मारी देछि तू काई चिंता करूछु तू जो चिंता करूछु जे मु केपरि जितिबी मु सब मारी देछि तू निमित्त मात्र हो। तापर तथापि अर्जुन को मन शांति हो। अर्जुन को जदी केमिति जदी तमे मारी देछ ताले मते तो युद्ध करिया पड़िबो नै। ये मानो भीतर जिज्ञासा ज्ञानी अर्जुन प्रचंड ज्ञानी से कहउछन्ती सखा जा कहउछन्ती जदी या सत्य ताले मते युद्ध करिया पड़िबो युद्ध को साथ देछन्ती तांकर एभले मानसिक लक्ष्य करी पुणी अर्जुन भाऊ कृष्ण भाऊछन्ती भगवान अरे अरे ये पुणी रुआ कथा भाबिलाडी ये युद्ध न करिया पई चिंता कलानी तो कोन करिबा किपरि बुझाइबे। एई परि भाव रे तांकर विश्वरूप दर्शन परे मध्ये अर्जुन संतुष्ट नथिले से पुणी जिज्ञासा करी करी चलिले। शेष को बाध्य हेई भगवान श्री कृष्ण गोटे सूत्र बाहर कले। से सूत्रटी कोन जानि जंती कहिले रे अर्जुन अर्जुन भीतर रहिला मु जितिबी किपरि ये भगवान आकर सब किछि सामर्थ्य को जानि साइले हेले युद्ध रे जितिबा कथा काई किछि उठोनी ताले मारे दे जाओ मारे ताले वर्तमान ताले युद्ध बंद कर देबी ना निमित्त मात्र भवे सोचे सेटा हम युद्धाय कृत निश्चय आगुरु कथा दिया तस्मात् उद्देश्य कमित युद्धाय कृत निश्चय कथा कुआ जाउछ। एई परि संशय भितरे बाध्य होई कृष्ण तांकर शेष अस्त्र प्रयोग कले गोटे सूत्र देले कहले अर्जुन बहु पूर्वरु साधु संत ऋषि मुनि समस्ते गोटे सूत्र परीक्षा करी देखिछन्ति जदि पांचटी वस्तु जदि तू पाई जाऊ संग्रह करी दबु पांचटी तत्व ताले तू युद्ध रे जीति जीवो ना सेटा कोन ना पंचैतानि महाबाहु कारण नारी बद्धमे सांख्य कृतांत प्रत्यानि सिद्धये सर्वकर्मणाम। तू जो कार्य सफलता पाई आशा करूछु सेठी पाई पांचटी जिनिस दरकार ना पांचटी कोन दरकार को मु शीघ्र ताको जोगाड़ कर देबी ना से पांचटी हेला अधिष्ठान तथा कर्ता करणंच पृथक देखम विविधास पृथक चेष्टा दैव चैवात्र पंचम ता सेगुडा कोन मते शीघ्र शीघ्र बुझाइ दे युद्ध क्षेत्र रे जितिबार आशा रही रहिछि जति बहु परीक्षित भाव रे पांचटी जिनिस संग्रह दरकार मते सेटा कोन दरकार ना अधिष्ठान तथा कर्ता। अधिष्ठान कोन ना कोनसे कार्य करिबा को हेले मनीष चित्त रे संकल्प नवा दरकार दृढ़ संकल्प सेटा हो अधिष्ठान ना सेटा कर देबी
ଆଉ କର୍ତ୍ତା ସାଜିବାକୁ ପଡିବ, କାର୍ଯ୍ୟରେ କର୍ତ୍ତୃତ୍ୱ ରଖିବାକୁ ପଡିବ। ସେ ହଉଛି କର୍ତ୍ତା, ଅଧିଷ୍ଠାନ ତଥା କର୍ତ୍ତା। କରଣ, କରଣ ମାନେ ଉପକରଣ, ଯୁଦ୍ଧର ଉପକରଣ ଯାହା ଦରକାର। ତୋର ଯୁଦ୍ଧ ଦରକାର, ଯେକୌଣସି କାର୍ଯ୍ୟ କର, ପାଞ୍ଚଟି ଜିନିଷ ଦରକାର। ଅଧିଷ୍ଠାନ ତଥା କର୍ତ୍ତା କରଣ ପୃଥକ ବିବିଧାଶ ବିବିଧାଶ ପ୍ରଥମ ଚେଷ୍ଟା ଦୈବ ଚୈତାନ୍ତ ପଞ୍ଚମ। କଣ କଣ ରହିଲା? ନାଇଁ ପାଞ୍ଚଟା ଜିନିଷ ହେଲା ଅଧିଷ୍ଠାନ ତଥା କର୍ତ୍ତା, କରଣ, ଚେଷ୍ଟା ଆଉ ଦୈବ। ଅର୍ଜୁନ କହିଲେ ସଖା ମୁଁ ତିନିଟା ଜିନିଷ ପାରିବି, ଆଉ ଦିଟା ଜିନିଷ ପାରିବି ନାହିଁ। ତିନିଟା କଣ ପାରିବି ନା ସଂକଳ୍ପ ନେଇଯିବି, କର୍ତ୍ତା ହେଇଯିବି, ଚେଷ୍ଟା ମଧ୍ୟ କରିବି, କିନ୍ତୁ ମୋ ପାଖରେ ଉପକରଣର ଅଭାବ ଅଛି। ଭୀଷ୍ମକୁ ପାରିବି ନାହିଁ, ଦ୍ରୋଣକୁ ପାରିବି ନାହିଁ, ଉପକରଣର ଅଭାବ ଅଛି। ଆଉ କଣ ଅଭାବ ଅଛି ନା ମୁଁ ଦୈବ ମୋ ଅଧୀନରେ ନାହାନ୍ତି। ସେଠୁ ହସିଦେଲେ କୃଷ୍ଣ, ହସି ଦେଇ କହିଲେ ମୁଁ ସେ ଦିଟା ସମ୍ଭାଳି ଦେବି। ସେଠୁ କୃଷ୍ଣ ହସିଦେଲେ, ଅର୍ଜୁନ ବି ହସିଦେଲେ। କିନ୍ତୁ ସଖା ଚୁକ୍ତିବଦ୍ଧ ହେବାକୁ ପଡିବ ଗୋଟେ ସର୍ତ୍ତରେ। ନା କଣ ସେ ସର୍ତ୍ତ? ନା ତୁମକୁ ମୋର ପ୍ରସାଦର ଅଧିକାରୀ ହେବାକୁ ପଡିବ, ମୋର କୃପାର ପାତ୍ର ହେବାକୁ ପଡିବ। ସେଇଟା ପୁଣି କଣ ନା ମୋର ପ୍ରସାଦର ପାତ୍ର ହେବାକୁ ହେଲେ ତୁମକୁ ମତଚିତା ହେବାକୁ ପଡିବ। ନା ପୁଣି ମତଚିତା ପୁଣି କଣ ନା ମନମନା ହେବାକୁ ପଡିବ। ନା ସେ ପୁଣି କଣ ନା ମଦଗତ ପ୍ରାଣ ହେବାକୁ ପଡିବ, ମୋର ଭକ୍ତ ହେବାକୁ ପଡିବ, ମତେ ପୂଜା କରିବାକୁ ପଡିବ। ନା ମୁଁ ସବୁ କରିବାକୁ ରାଜି ଅଛି, କିନ୍ତୁ ଏ ଯୁଦ୍ଧ କ୍ଷେତ୍ରରେ ମୁଁ କିଛି ପାରିବି ନାହିଁ। ମତେ ତୁରନ୍ତ କୁହ କଣ ଆର ସମାଧାନ ହେଇପାରିବ। ମତଚିତା ମୁଁ କିପରି ହେବି, ମଦଗତ ପ୍ରାଣ କିପରି ହେବି? ନା ମତଚିତା ସର୍ବଦୁର୍ଗାଣୀ ମତ ପ୍ରସାଦ କରିସସି। ମୋ ପ୍ରସାଦ ପାଇବାକୁ ହେଲେ ମତଚିତା ହିଁ ହେବାକୁ ପଡିବ। ତା ମତଚିତା ମୁଁ କେମିତି ହେବି? ନା ମତଚିତା କେମିତି ହେବ ମୁଁ ତତେ କହି ସାରିଲେଣି ବିଭୂତି ଯୋଗରେ। ମୁଁ ତତେ ମତଚିତା ହେବାର ସମସ୍ତ ସୂତ୍ର ଦେଇ ସାରିଲା ପରେ ମଧ୍ୟ ତୁ ମୋର କଥାକୁ ହେ ଜ୍ଞାନ କରୁଛୁ। ଆଜି ମଧ୍ୟ ଆମେ ପ୍ରଭୁଙ୍କର ଏଇଭଳି କଥାକୁ ହେ ଜ୍ଞାନ କରୁଛେ ବୋଲି ପ୍ରଭୁ ନିଃସନ୍ତାନ ଅନୁଭବ କରୁଛନ୍ତି। ଆମେ ପ୍ରଭୁଙ୍କର ଏଇଭଳି ଅନେକ କଥା ଆମେ ହେ ଜ୍ଞାନ କରି ଆସିଛେ। ପୁଣି ସେ 10ମ ଅଧ୍ୟାୟ ସେ ଚାଲିଗଲେ, କହିଲେ ବୁଦ୍ଧି ଯୋଗ ଉପାଶ୍ରିତ୍ୟ ମତଚିତ ସତତ ଭବ। ବୁଦ୍ଧି ଯୋଗ ଯଦି ତୁ ଆଶ୍ରୟ ନେଇଯିବୁ, ସେଗୁଡାରେ ବୁଦ୍ଧି ଯୋଗ କଣ? ବୁଦ୍ଧି ଯୋଗରେ କଣ ଏଭଳି ପ୍ରସାଦ ଅଛି? ହଁ ଏଭଳି ପ୍ରସାଦ ଅଛି, ବିଭୂତି ଅଛି, କୈବଲ୍ୟ ଅଛି, ସବୁ କିଛି ଅଛି। ନା ବୁଦ୍ଧି ଯୋଗ ପୁଣି କଣ? ନା ବୁଦ୍ଧି ଯୋଗ ହଉଛି ମୁଁ ଯାହା କହିବି ତୋ ମାନିବାକୁ ପଡିବ, ଆଉ ତୋ ବୁଦ୍ଧିରେ ଚାଲିବୁ, ତୋ ବୁଦ୍ଧିକୁ ତୁ ଚାଲିବୁ ନାହିଁ। ହେଲା ପୁର ସଂକଳ୍ପ। ଅର୍ଜୁନ ତ୍ରିବାଣ ଶପଥ କରି କହୁଛି ତୁମେ ଯାହା କହିବ ମୁଁ ମାନିବି। ଯଦି କ୍ଷତ୍ରିୟ ଥରେ ସଂକଳ୍ପ ନେଇଯାଏ, ବିଚାର ନେଇଯାଏ, ଏଇ ବାକ୍ୟଟି ପାଇଁ କେବଳ ଅପେକ୍ଷା କରିଥିଲେ କୃଷ୍ଣ ଯେ ଅର୍ଜୁନ କେତେବେଳେ ସଂକଳ୍ପ ନେବ। କଣ ସଂକଳ୍ପ ନେବ? ନା ମୁଁ ଯାହା କହିବି ଯଥା ନିଯୁକ୍ତ ସେ ତଥା କରିବି। ସେ ସଂକଳ୍ପ ନେଇଗଲା। ସବୁ ସଂଶୟ ଦୂର, ଶୀତ ଗତ ସଂଶୟ କରି ସେ ବଚନକୁ ଦବ। ତେଣୁକରି ସେ ସଂକଳ୍ପ ଦେଲା ମୁଁ ନିଶ୍ଚିତ ଭାବେ କରିବି ବୋଲି ସେ ବଚନକୁ ଦବ। সেই সময়ে ভগবান শ্রীকৃষ্ণ তার সাথে চুক্তিবদ্ধ হলে যে অর্জুন মু যেতেবেলে যাহা কহিবি তু সেতেবেলে সেয়া হি করিয়াকু পড়িব। তোর বুদ্ধিরে চালিলে এই যুদ্ধ তু জিতি পারিব নাই, তোতে মো বুদ্ধিরে চালিବାକୁ পড়িব। এই তাଙ୍କ বুদ্ধিরে চালিବାକୁ হেলে আজি মধ্যে ঠাকুর সেয়া কইছন্তি যে তু মো বুদ্ধিরে চাল, কিন্তু আমি কা বুদ্ধিরে চালুছে এ সৎসঙ্গরে আপন মানে বিচার করিবে। प्रभु कहते जदि तुम्हें मो बुद्धि मो कथा मान सबू सुविधा एक गोटे मास भितर आश्रम समस्त परिवर्तन हो 50 नंबर कल्याण कैबल्य परिकार लेखा अच्छी, किंतु से दृष्टि जाऊ ना। जदि असुविधा किसी सृष्टि होमें निजे जाए से अन्य कहीं जाए से जा हो এই প্রসাদ লাভ করিবা পাই বিভূতি যোগরে বিভূতি প্রদান করিଥିଲେ ମଧ୍ୟ ଆଜି ମଧ୍ୟ ସେ ବ୍ରହ୍ମ ବିଭୂତି ଆମର ସମସ୍ତଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହେଇଥିଲେ ମଧ୍ୟ ଆମେ ତା ପର୍ଯ୍ୟନ୍ତ ଦୃଷ୍ଟି ଦେଇନେ। ବିଚାର କି କରୁଛୁ, ଅଜ୍ଞାନ ପଥ ଭୁଲୁଛୁ,
ଅନ୍ଧକାର ମଧ୍ୟରେ ପଶି ଦମ୍ଭରେ ଧସେଇ ନିଜଠୁ ଆପଣା ଧାରା ନିଜେ ହିଁ ଖସେଇ ଆମେ ଜାଣିପାରୁନି ଆମଠାରୁ ଆମ ଧାରା ଦୂରେଇ ଗଲାଣି। ସେ ଯାହା ହଉ ଆମର ବିଭୂତି ଯୋଗ ଆଡକୁ ଆସିବାର ଅଛି, ତେଣୁ ବିଭୂତି କଥାଟା ଏଠି ଉଠିଲା କଣ ନା ଏଠି ଚୁକ୍ତିବଦ୍ଧ ହେଇଗଲେ। ଆଜି ମଧ୍ୟ ଠାକୁରେ ଚୁକ୍ତିବଦ୍ଧ ଭାବରେ ଆମକୁ ଧାରା ଦେଇଛନ୍ତି, ତୁ ମତେ ଚାହା ମୁଁ ତତେ ଚାହେଁ କହିଛନ୍ତି ନା ନାଇଁ? ଯଦି ଆମେ ନ ଚାହିଁବା ଆଉ ତାଙ୍କ ଚାହିଁବା ସମ୍ଭବ ହେବ କି? ତୁ ମୋ କାମ କଲେ ମୁଁ ତୋ କାମ କରିବି, ତୁ ଯଦି ମୋ କାମ ନ କରୁ ତୋ କାମ ମଧ୍ୟ ସଫଳ ହେବ ନାହିଁ। ଏବେଳେ ଚୁକ୍ତି, ଏଟା ଚୁକ୍ତି ନୁହେଁ, এটা সর্ত কি নাই? ঠিক এই সর্তটা যেতেବେଳେ কৃষ্ণ অর্জুন ভিতরে স্থাপিত ହେଇଗଲା, ଆସିଲା ଯୁଦ୍ଧ ସେଇଠି ଶେଷ ହେଲା। ଅର୍ଜୁନ କୃଷ୍ଣଙ୍କ ସମ୍ବାଦ ସେଇଠି ଶେଷ। ନଷ୍ଟ ମୋହ ସ୍ମୃତି ଲବ୍ଧ୍ୱା ତତ୍ପ୍ରସାଦାତେ ମୟାଚ୍ୟୁତ ଶୀତୋଷ୍ଣ ଗତ ସନ୍ଦେହ କରି ସେ ବଚନ ଦବ। ଏଇଟା ଶେଷ ବାଣୀ, କୃଷ୍ଣ ଅର୍ଜୁନ ସମ୍ବାଦର ଶେଷ, ଗୀତାର ଶେଷ ଶ୍ଲୋକ ଏଇଟା। ଆଉ ଗୀତା ଆଗକୁ ଗଲାଣି, କାରଣ ଚୁକ୍ତିବଦ୍ଧ ହେଇଗଲା। ଚୁକ୍ତିବଦ୍ଧ ହେଇଗଲା କଣ ନା କେଶବ ଦ୍ରୁତ ନାନାବିଧ ରୂପ। ବର୍ତ୍ତମାନ ଦ୍ୱାପର ଯୁଗରେ ଯୁଦ୍ଧ ଭୂମିରେ ଭଗବାନ ସେ ଗୁରୁ ସ୍ୱାମୀ କେଶବ ବର୍ତ୍ତମାନ କଣ କରିଛନ୍ତି ନା ଶ୍ରୀକୃଷ୍ଣ ରୂପ ଧାରଣ କରିଛନ୍ତି, ଚକ୍ରଧର ନାମରେ ଅଛନ୍ତି। ଚକ୍ରଧର ସଂକଳ୍ପବଦ୍ଧ ହେଇଗଲେ ଯେ ଯଦି ମୁଁ ତତେ ସମସ୍ତ ବିପଦରୁ ଉଦ୍ଧାର କରିଦେବି, ତୁ ମୋ କଥା ମାନି ଯଦି ଚାଲିବୁ, ମତ୍ଚିତା ସର୍ବଦୁର୍ଗାଣୀ ମତ ପ୍ରସାଦ କରିଛନ୍ତି। ଏହିପରି ଭାବରେ ପରସ୍ପର ଚୁକ୍ତିବଦ୍ଧ ହେଇଗଲା ପରେ ଆସିଗଲେ ଯେତେବେଳେ ଭୀଷ୍ମଙ୍କ ସହିତ ଯୁଦ୍ଧ ଆରମ୍ଭ ହେଇଯାଇଛି, ଭୀଷ୍ମଙ୍କର ବାଣକୁ ସହ୍ୟ କରିବା ପାଇଁ ଅର୍ଜୁନ ଯେତେବେଳେ ଅସମର୍ଥ ହେଇଛନ୍ତି, সেই ସମୟରେ କହିଲେ ସଖା ଆପଣ ମତେ କହିଥିଲ ମୋ ପାଖରେ ଉପକରଣର ଅଭାବ ଅଛି, ଆଉ ଦୈବ ମତେ ଆପଣ ନିଜେ ପିତା ଅମସ୍ୟ ଜଗତ ମାତା ଭାତା ପିତାମହ, তুমি নিজে কইছ এই সৃষ্টির হর্তা কর্তা দৈব বিধাতা তুমি নিজে বলি, তুমি নিজে দৈব, মতে এই বিপদ রক্ষা কর। বর্তমান ମୁଁ ଭୀଷ୍ମକୁ ସମ୍ମୁଖୀନ ହୋଇପାରୁ ନାହିଁ। ଭକ୍ତ ସହିତ ଚୁକ୍ତିବଦ୍ଧ ହେଇଥିବା ଭଗବାନ ତାଙ୍କର ବାକ୍ୟକୁ ଭାଙ୍ଗି ଦେଇ ସେ ଚକ୍ର ଉଠାଇ ଦେଲେ। ବୋଲ ବନ୍ଦେ ଗୋପାଳ ହେଇଛି କି ନାହିଁ? ଅର୍ଜୁନ ସହିତ ଚୁକ୍ତିବଦ୍ଧ ଥିଲା, ମୁଁ ତତେ ତୁ ମୋର ପ୍ରସାଦ ଲାଭ କଲେ ମୁଁ ତତେ ସର୍ବ ଦୁର୍ଗାଣୀ ରକ୍ଷା କରିବି, ସବୁ ବିପଦ ରକ୍ଷା କରିବି। ତାହା ହିଁ ହେଲା। ଆଜି ମଧ୍ୟ ସ୍ରଷ୍ଟା ସେ ଚୁକ୍ତିବଦ୍ଧ ଭାବରେ ଧରା ପୃଷ୍ଠକୁ ଆସିଥିଲେ। এই ବିଭୂତି ବ୍ରହ୍ମ ବିଭୂତି ତାର ଏକ ଅଂଶ, ତାକୁ ସମସ୍ତେ ଲାଭ କରିବା ଦରକାର। ଏ ମନ୍ତ୍ରପୁତ ଭାବରେ ଧଣ୍ଡା ଆଜି ଆପଣମାନଙ୍କ ପାଖରେ ପହଞ୍ଚିଛି। ଆକୁ ଯଜ୍ଞ ବୋଲି ଭାବନ୍ତୁ ନାହିଁ। ଯଜ୍ଞ ଶ୍ରେଷ୍ଠା ମୃତଭୁଜ ଜାନ୍ତି ବ୍ରହ୍ମ ସନାତନମ୍, ଯୋଉ ବ୍ରହ୍ମ ଆମ ସମସ୍ତଙ୍କର ପିତା, সনাতন ব্রহ্ম তোর পিতা হচ্ছেন একমাত্র সনাতন পুরুষ। ভগবান সজীব লোকে জীবভূত সনাতন, আমি সমস্ত চাই অনুসারে তারি পাখু যা গেলে সর্ব পাপ বিশুদ্ধাত্মা জানতে ব্রহ্ম সনাতন। তাহলে পাপ কেমতি খেয়ে হব? পাপ খেয়েবার সামর্থ্য এই বিভূতি যোগ ভিতরে, এই বিভূতি ব্রহ্ম ভিতরে রয়েছে। ব্রহ্ম বিভূতি যজ্ঞ সেইপাই উদ্দিষ্ট আছে যে যজ্ঞ শ্রেষ্ঠরা মৃতভুজ জানতি ব্রহ্ম সনাতন। মূলানন্দে গবার ব্রহ্ম বিভূতি মহাযজ্ঞকে, ব্রহ্ম বিভূতি মহাযজ্ঞকে, ব্রহ্ম বিভূতি মহাযজ্ঞকে কথা বস্তু মোর যেତିକି ଥିଲା ସେତିକି ପର୍ଯ୍ୟନ୍ତ ମୁଁ ନେଲି। ଆଉ ୟା ଭିତରେ ଯୋଉ କଥା ବস্তୁ ରହିଲା ଯେ ତୁମେ ମତେ ଚାହ, ତୁମକୁ ଚାହିଁ, ତୋ ଆଖି ବନ୍ଦ କର ମୋ ଆଖିରେ ଦେଖେ, ତୋ ବୁଦ୍ଧିରେ ନ ଚାଲି ମୋ ବୁଦ୍ଧିରେ ଚାଲି, ଏ କଥା ବସ୍ତୁର ଆଲୋଚନା এই ବିଷୟବସ୍ତୁ ଭିତରେ ନାହିଁ। ତେବେ ଆଜି ଆମେ ଯୋଉ ଚୁକ୍ତିବଦ୍ଧ ହେଇଯାଇଛେ, ସେ ଚୁକ୍ତିବଦ୍ଧ ଭିତରେ ଠାକୁର ଆଉ ଗୋଟେ ଚୁକ୍ତିରୁ ଗୋଟିଏ ଧାଡ଼ି ମୁଁ କହୁଛି ଯେ ମୁଁ ତତେ ମୁଁ ବେହିମାନ ନୁହେଁ। ସେଠି ମଧ୍ୟ ଅର୍ଜୁନକୁ ଏଇଭଳି ସାହାଯ୍ୟ, ମୁଁ ବେହିମାନ ନୁହେଁ, ତୁ ବେହିମାନ ହେଇପାରୁ। ମୁଁ ତତେ କଥା ଦେଇଛି ନିଶ୍ଚିତ ମୁକ୍ତି ମୋକ୍ଷ ନିର୍ମାଣରେ ପହଞ୍ଚାଇ ଦେବି। ତତେ ସତ୍ସଙ୍ଗର ସୂକ୍ଷ୍ମ ସଫେଇ ଦ୍ୱାରା ତତେ ଶୁଦ୍ଧ ପୂତ ନିର୍ମଳ କରିଦେବି। ତାପରେ କଣ ଲେଖା ହେଇଛି ଆପଣ ମାନେ କୁହନ୍ତୁ? ତାପରେ ପ୍ରଭୁଙ୍କର ଚୁକ୍ତି ଆସିଗଲା, ସର୍ତ୍ତ ଆସିଗଲା, ତୁ ସିନା ଶପଥ ରକ୍ଷା କରି ସତ୍ସଙ୍ଗକୁ ଗଲେ ହୁଅନ୍ତା। ଏଇଠି ସନ୍ଧି ପଡ଼ିଲା। ଏ କଥା ଭବିଷ୍ୟତରେ ଯଦି କେବେ ସୁଯୋଗ ଯୋଗରେ ମୁଁ ଆପଣମାନଙ୍କୁ କହିବି, ଏ କଥା ଆଜି ପର୍ଯ୍ୟନ୍ତ ଖୋଲାସା ହେଇଥିବାର ସମାନ ଆବଶ୍ୟକ ପାଖରେ ନାହିଁ। ଆପଣ ପାଖରେ ଥାଇପାରେ ଜ୍ଞାନୀ ଗୁଣୀ ଅଛନ୍ତି, କିନ୍ତୁ ଏଠି ସନ୍ଧି ପଡ଼ିଛି, ଚୁକ୍ତିବଦ୍ଧ ଅଛି। ଯଦି ତୁ ଶପଥ ରକ୍ଷା କରି ଆସିବୁ ତାହେଲେ ମୁଁ ତତେ ସବୁ କିଛି କରିଦେଇ ପାରିବି। সেটা ହେଇଛି କି ନ ହେଇଛି ଆପଣ ମାନେ ବୁଝିବେ। ପରବର୍ତ୍ତୀ ସମୟରେ 20 ମିନିଟ ଭିତରେ ଏତେ ସବୁ କଥା କହି ହେବ ନାହିଁ। ବର୍ତ୍ତମାନ ଏଇ ବ୍ରହ୍ମ ବିଭୂତିକୁ
ব্যাখ্যা করিবা যে এ পর্যন্ত আসিনি এতে ভিতরে যদি কহিয়া ভিতরে কিছু ত্রুটি ମୁଁ କଥାବାଚକ ନୁହେଁ କି ପ୍ରବଚକ ମଧ୍ୟ ନୁହେଁ ଭାଇ ଯାହା କହିଲେ ତାହା ନୁହେଁ ମୁଁ କେବଳ ଆପଣମାନଙ୍କର ଗୋଟେ ସାଧାରଣ ଭାଇ ଯେତିକି ଜାଣିଥିଲି ସେତିକି ଅନୁଭୂତିରେ କହିଲି ସେତିକି ଯଦି ଆପଣମାନଙ୍କ କାମରେ ଲାଗିଯାଏ ମୁଁ ସେଇଟା ମୋର ଧନ୍ୟ ହେବି ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି ବୋଲ ସୁସ୍ଥିର ପ୍ରଜାଭ୍ୟୋର ପରିପାଳୟନ୍ତୁ ନାୟେନ ମାର୍ଗେଣ ହି ମହିଷା ଗୋ ବ୍ରାହ୍ମଣେଭ୍ୟୋ ଶୁଭମସ୍ତୁ ନିତ୍ୟମ୍ लोका समस्ता सुखिनो भवन्तु काले वर्षतु पर्जन्य पृथिवी शस्यशालिनी देश क्षोभरहितो ब्राह्मणा सन्तु निर्भया अधना सदना सन्तु सर्वे सरन्तु दुर्गाणि सर्वे सद्बुद्धि माप्नुवन्तु यज्ञेन लोका अमला भवन्ति यज्ञेन देवा अमृतक प्राप्नुः सर्वे भवन्तु सुखिनो सर्वे सन्तु निरामया सर्वे भद्राणि पश्यन्तु मा कस्य दुःख भाग भवेत् प्रभु का सदिशा पूर्ण हो बोल आनंद कुमार मंगल हो बोल आनंद कुमार विभूति महाजन समस्त विभूति प्रदान करो बोल